हरिवंश पुराण प्रथम खंड। कंस ओ अष्टमल्लर पूर्वजन्म वृत्तांत। परीक्ष आगरे शुक मुनि जे कहिले, एहि रूपे अष्टमल्ल मथुरा अइले। पूर्व काल नेमि दैत्य एबे कंस हेला, से जन्मर अष्टमल्ल ए जन्मे पाइला। एकात्मा से भिन्न भिन्न नुहंती ना केही, एक कथा करंती से भिन्न भिन्न देही। सकल जोगे एमाने एकात्मा अटंती, ଏହା ଶୁଣି ପରୀକ୍ଷିତ ସୁକେ ପଚାରନ୍ତି। ଭୋମନି ଏ କଥା ମୋତେ ସଂଶୟ ଲାଗିଲା। ପୂର୍ବଜନ୍ମେ କଂସ କାଳ ନେମି ହୋଇଥିଲା, କେଉଁ ପ୍ରକାରେ ଏମାନେ କାହିଁ କିସ କଲେ। ମନ୍ତ୍ର ଉଚ୍ଚାରିବା ମାତ୍ରେ କି ରୂପେ ଅଇଲେ, ନ ଜାଣି ନ ଶୁଣି ପୁଣି ହେଲେ ଏକ ମେଳ। ଅଚିହ୍ନା ଲୋକ ଅଟଇ କଂସ ମହିପାଳ, ପୂର୍ବଜନ୍ମରେ ଏମାନେ ହୋଇଥିଲେ କିସ, ଏହା ସଂକ୍ଷେପି କହିବା ମୋତେ ବ୍ୟାସ ଶିଷ୍ୟ। ରାଜା ବଚନେ କହନ୍ତି ଶୁକ ମହାମୁନି, ସାବଧାନେ ଶୁଣ ନୃପ ଏ ଅମୃତ ବାଣୀ। ସ୍ୱାରୋଚିଷ ମନୁ ଏକ ସ୍ତରୀ ଯୁଗ ଅନ୍ତେ, ସ୍ୱୟଂଭୁବ ମନୁ ପୁଣି ଅଧିକାର ପାନ୍ତେ। ନବମେଖଳ ବ୍ରହ୍ମାକୁ ସହସ୍ରେ ବରଷ, ମଧୁମାସରେ ବତ୍ସର ଅନ୍ତେ 5 ମାସ। ବ୍ରହ୍ମାଣ୍ଡ ପୁରାଣେ ଅଷ୍ଟ ଅଧ୍ୟାୟେ ପ୍ରକାଶ, ଦେ ବେଦବ୍ୟାସ ମୁଖୁ ଶୁଣିଅଛୁ ଦିବ୍ୟ ରସ। ଏ ଦିବ୍ୟ ରୀତି ସନ୍ଦେଶ ଶୁଣ ମହୀପତି, ଆସ୍ଥାନ କରି ବସିଲା ସ୍ୱର୍ଗେ ସୁରପତି। ଅତି ସମାରୋହେ ତହିଁ ବସି ସୁର ସାଇଁ, ସମସ୍ତ ଦେବତାମାନେ ବସିଛନ୍ତି ତହିଁ। ବ୍ରହ୍ମା ଋଷି ରାଜଋଷି ଦେବର୍ଷି ସକଳ, ଚାରଣ ଗନ୍ଧର୍ବଗଣ ଦଶ ଦିଗପାଳ। ଯମ ନୈଋତ ଆଦି ବରୁଣ କୁବେର, ପବନ ଆବର ଚନ୍ଦ୍ର ସୂର୍ଯ୍ୟ ବୈଶ୍ୱନର। ତାରବାର କାରଣ ହିଁ 15 ଯେ ତିଥି, ବୁଧ ଶୁକ୍ର ଶନିଶ୍ଚର ଭୈରବ ପ୍ରଭୃତି। ବ୍ରହ୍ମା ବିଷ୍ଣୁ ବେତାଳ ଯେ ରୁଦ୍ରଗଣ ଘେନି, ସୁଧର୍ମା ସଭାରେ ବିଜେ କଲେ ଶସ୍ତ୍ର ଯୋନି। ଅମରେ ସିଂହାସନେ ସେ ବେହରଣେ ବସି, ଗନ୍ଧର୍ବୀଙ୍କୁ ଆଜ୍ଞା ଦେଲେ ନୃତ୍ୟ କର ଆସି। ଶୁଣିଣ ସେ ବିଦ୍ୟାଧରି ବେଶଭୂଷା ହୋଇ, ଇନ୍ଦ୍ର ଦେବତା ଛାମୁରେ ପ୍ରବେଶିଲେ ଯାଇ। 64 କୋଟି ସେ ଯେ ଅପୂର୍ବ ସୁନ୍ଦରୀ, ସମସ୍ତେ ଜାତି ପଦ୍ମିନୀ ରତି ପଟାନ୍ତରୀ। ସ୍ୱର୍ଗ ନାୟିକା ସେମାନେ ମହାପୁଣ୍ୟ ଦେହି, ଜଣ ଜଣକେ ପାରନ୍ତି ହର ବ୍ରହ୍ମାମୋହି। 80 କୋଟି ଗନ୍ଧର୍ବ ଯେ ସଦା ନବଯୁବା, କାମଦେବ ପଟାନ୍ତର କିଏ ବା ମଘବା। ସମୁଦ୍ର ମନ୍ଥନ କାଳେ ହୋଇଛନ୍ତି ଜାତ, ଜନମ ମରଣ ବାଧା ନ ଲାଗେ ଏକାନ୍ତ। କୋଟିଏ ଇନ୍ଦ୍ର ଜାଣ ହେବେ ଯେବେ କ୍ଷୟେ, ମରଣ ବାଧା ତାଙ୍କର ନାହିଁ ଯେ ପ୍ରଳୟେ। ଅନେକ ଇନ୍ଦ୍ର ହୁଅନ୍ତି ସ୍ୱର୍ଗେ ଯେବେ ଲୀନ, ସବୁଦିନେ ରହିଥାନ୍ତି ଏ ଗନ୍ଧର୍ବୀଗଣ। ଯାହାକୁ ଦିଅନ୍ତି ଇନ୍ଦ୍ର ପଦ ଦେବ ହରି, ବିଦ୍ୟାଧରି ଅପସରି ତାର ସେବା କରି। ସ୍ୱର୍ଗମଣ୍ଡଳରେ ସେହି କାରେଣୀ ଅଟନ୍ତି, ଯେ ହୁଏ ସ୍ୱର୍ଗରେ ଇନ୍ଦ୍ର ତାହାକୁ ଖଟନ୍ତି। ବିଷ୍ଣୁର କୋଠ ଲୋକ ସେ ଥାନ୍ତି ସ୍ୱର୍ଗପୁରୀ, ସେବା ସେ କରନ୍ତି ଆସି ହୋଇ ଅଧିକାରୀ। ସ୍ୱର୍ଗମଣ୍ଡଳେ ଅଟନ୍ତି ସଦା ଅଧିକାରୀ, ସେ ଗନ୍ଧର୍ବ ବିଦ୍ୟାଧରି ବେଶ ହୋଇ କରି। ସୁରପତି ଛାମୁରେ ସେ ଉଭା ହେଲେ ଯାଇ, ବିବିଧ ଯନ୍ତ୍ର ତାଙ୍କର କରେ ଶୋଭା ପାଇ। ତାଳ କଂସାଳ ମୃଦଙ୍ଗ ବିପଞ୍ଚି ଯେ ବୀଣା, ତାନ ମାନରେ ଯେ ଏକୁ ଏକ ଯନ୍ତ୍ର ଜିଣା। କୁଣ୍ଡଳୀ ଡମ୍ପ ଚାଙ୍ଗୁକା ଆଦି ବାଦ୍ୟ ଘେନି, ନୃତ୍ୟ ଗୀତରେ ଖଟନ୍ତି ସ୍ୱର୍ଗ ବିଳାସିନୀ। ଚିତ୍ରସେନ ଗନ୍ଧର୍ବ ଯେ ତାଳ ଧରି ଗାଇ, ବିଶ୍ୱାବସୁ ଗନ୍ଧର୍ବ ଯେ ମୃଦଙ୍ଗ ବଜାଇ। ନାରଦ ମୁନି ଯେ ବୀଣା ବଜାନ୍ତି ସୁରଙ୍ଗେ, ସୁରସେନର କଂସାଳ ବାଜେ ଅତି ରଙ୍ଗେ। ସୁସ୍ୱର ଗନ୍ଧର୍ବ ତହିଁ କରେ ବେଣୁନାଦ, ଜୟସେନ ଗନ୍ଧର୍ବର ଅଳା ବେଣୀ ଶବ୍ଦ। ବିଦ୍ୟାଧାରୀ ମାନଙ୍କୁ ସେ ସଙ୍ଗତେ ଆବୋରି, ଗାନ୍ଧାର ସ୍ୱର ଶବଦେ ଗୀତକୁ ଓଙ୍କାରି। ସୁସ୍ୱର ମଧୁର ଧ୍ୱନି ଅଳା ବେଣୀ ସଙ୍ଗେ, ଚାଞ୍ଚପୁଟ ଉଦ୍ଗୀତ ତରଙ୍ଗେ। 64 ଚିହାଣ 42 ଅଙ୍ଗ ଝଳି, 72 ମୁଦ୍ରା ମୂଳେ ଅଭ୍ୟସିତା ବାଳି। 36 କଳା ଗୁଣରେ ମୂର୍ତ୍ତି ପଞ୍ଚଧାତୁ, 21 ବଶ୍ୟ ମୂଳେ 42 ତତୁ।
ବାସ୍ତରୀ କାଛେଣି ତାଳ ବତିଶ ଯେ ବାଟ ଚଉସ୍ତରୀ ବିଭ୍ରମ ଯେ ବାସ୍ତରୀ ନାଟ। ଏଥିର ବାହାରେ ଅଛି ଲକ୍ଷେ ଗ୍ରନ୍ଥ ବିଦ୍ୟା ନବତ୍ରିଂଶ ଭରହର 80 ଖଣ୍ଡ ସିଦ୍ଧା। ଅତି ଭରେ ଭରହର ନ ଜାଣନ୍ତି କେହି ଦିଗପାଳ ଦେବତାଏ ନ ପାରନ୍ତି ରହି। ହଁ ଏକା ଈଶ୍ୱର ଜାଣନ୍ତି ତାଣ୍ଡବ ଯେ କରି ବ୍ରହ୍ମା ମର୍ଦ୍ଦଳ ବଜାନ୍ତି ବିଷ୍ଣୁ ତାଳ ଧରି। ଅନ୍ୟ ଲୋକ ସମର୍ଥ ଯେ ନୁହନ୍ତି ଏଥିକି ଏଥିରୁ ଥୋକାଏ ବିଦ୍ୟା ଗନ୍ଧର୍ବେ ଯେ ଶିଖି। ଏଥି ଘେନି ଇନ୍ଦ୍ରକୁ ସେ କରିଥାନ୍ତି ସେବା ତେଣୁ କରି ଦୟା ତାଙ୍କୁ କରନ୍ତି ମଘବା। ଗୀତ ବାଦ୍ୟ ନାଟ ସେହି ନାନା ପରିବନ୍ଧ ଗନ୍ଧର୍ବେ ଧରି ଖଟନ୍ତି ନାନା ବିଦ୍ୟା ଛନ୍ଦ। ଯୁକତେ ସୁନ୍ଦରୀ ସେହି ସୁଧର୍ମା ଯେ ସଭା ବୃଦ୍ଧା ନୁହନ୍ତି ସେମାନେ ସର୍ବେ ନବଯୁବା। ଯେ ସୁଧର୍ମା ସଭା ମଧ୍ୟେ ଉର୍ବଶୀର ନାଟ ତାନ ମାନ ମୁଦ୍ରା ତହିଁ ହୋଇ ଏକ ଭେଟ। ଏହିପରି ନୃତ୍ୟମାନ ଦେଖି ସୁରପତି ଆନନ୍ଦେ ଉଲ୍ଲାସ ହୋଏ ବାସବର ମତି। ସବୁ ଦେବତା ଆସ୍ଥାନେ ଅଛନ୍ତି ଯେ ବସି ନୃତ୍ୟ ଦେଖିଣ ସମସ୍ତେ ହେଉଛନ୍ତି ଖୁସି। ଯଦି ରାଜଦଣ୍ଡ ପୁତ୍ର କଷ୍ଟ ହୋଇଥିବ ସେ ସଭା ନୃତ୍ୟ ଦେଖିଲେ ସବୁ ପାସୋରିବ। ବୃଦ୍ଧ ଅବସ୍ଥାକୁ ପାଇଥିବ ଯାର ଅଙ୍ଗ ସେ ନୃତ୍ୟ ଦେଖିଲେ ଭେଦେ ତନୁରେ ଅନଙ୍ଗ। ନୃତ୍ୟ ଦେଖୁଛନ୍ତି ବସି ସକଳ ଦେବତା ପାସୋରିଲେ ନିତ୍ୟକର୍ମ ଯାହାର ଯେ କଥା। ଯେତେ ଦେବତା ଆସ୍ଥାନେ ବସିଛନ୍ତି ଯାଇ ଉଠି ବସିବାକୁ ଉଠି ଆସିବାକୁ ମନ କାହାରି ଯେ ନାହିଁ। ନୟନ ନିଶ୍ଚଳ କରି ଦେଖନ୍ତି ସକଳେ ପଶିବାକୁ ବାଟ ନାହିଁ ଥୋକେଛନ୍ତି ତଳେ। ପାବଛରେ ଉଠି କେହୁ ଦେଖେ ଚାଳ ଧରି ଏକକୁ ଆରେକ ପେଲି ପଶେ ଆଗ କରି। ବ୍ରହ୍ମା ବିଷ୍ଣୁ ଆଦି କରି ଯେତେଛନ୍ତି ଜନ ଦିଗପାଳମାନଙ୍କର ତହିଁ ଏକ ମନ। ଏସନ ନୃତ୍ୟ କରାନ୍ତେ ସଭାରେ ବାସବ ଆସ୍ଥାନ ତଳେ ମିଳିଲେ ଯାଇ କାମଦେବ। କରେ ଧରି ପଞ୍ଚବାଣ କାମ ଫୁଲ ଧନୁ ରସାଣିଲା ସୁନା ପ୍ରାୟ ବିରାଜଇ ତନୁ। ରୂପିଲା ମର୍କତ ପ୍ରାୟ କର୍ଣ୍ଣରେ କୁଣ୍ଡଳ ନାନା ପୁଷ୍ପେ ଗଭା ସାଜେ ଶିରେ ଦିବ୍ୟ ଚୂଳ। ନବରତ୍ନହାର ଶୋହେ କଣ୍ଠେ କଣ୍ଠିମାଳ ଏମନ୍ତ ଦିଶଇ କାମଦେବ ସେ ସୁଢଳ। ସରଳ ତୋଡ଼ର ହସ୍ତେ କଙ୍କଣ ଯେ ମୁଦି ହେମ ଭାନୁ ଜ୍ୟୋତି ଜହ୍ନେ ଅଗନ ଆଚ୍ଛାଦି। ନିର୍ମଳ ଗଗନ ମଧ୍ୟେ ଜହ୍ନେ ଦିନକର କାମଦେବ ରୂପକୁ କି ଅଛି ପଟାନ୍ତର। ଯତନରେ ବିଶ୍ୱକର୍ମା ନିର୍ମାଣିଲା ବାଛି ତାର ରୂପ ବର୍ଣ୍ଣିବାକୁ ସମର୍ଥ କେ ଅଛି। ବ୍ରହ୍ମା ଆଦି ଯେତେଛନ୍ତି ଉତ୍ତମ ପୁରୁଷ ସର୍ବପରେ ସୁଲକ୍ଷଣ କାମ ଅଟେ ଈଶ। ଅଧର ତାର ବଧୂଲି ଫୁଲ ପ୍ରାୟ ଜ୍ୟୋତି ସୁନ୍ଦର ମଣ୍ଡି ଅଛି କେଇ ଗଜ ମୁକ୍ତା ମୋତି। ସୁଲଳିତ ଭୁଜଦଣ୍ଡ କପୋଳ ସୁସଞ୍ଚ ତିଳ ପୁଷ୍ପ ନାସା ନେତ୍ର କମଳ ବିକଚ। ହଁ ମତ୍ତ ମାତଙ୍ଗ ପରାୟ ଗମନ ବିଚିତ୍ର ଅଶୋକ କୁସୁମ ପ୍ରାୟ ଦିଶେ କରପତ୍ର। ତୁଳନା ଦେବାକୁ ତାକୁ ନାହିଁ ତ୍ରିଭୁବନ ଘଟନ କହି ନୋହିବ କାମର ସମାନ। ଅଖିଳ ଜନ ମରମ ଭେଦି କାମ ଷଷ୍ଠୀ ବିଶ୍ୱକର୍ମା କଲା ତାକୁ ଅତି ପରିପାଟି। ହସ୍ତି ହସ୍ତ ପ୍ରାୟ ତାର ବେନି ଭୁଜଦଣ୍ଡ କି ସୁନ୍ଦର କଣ୍ଠି ଶିର ବଳିନ ଚାଖଣ୍ଡ। ଚମ୍ପା କଢ଼ି ପ୍ରାୟ ତାର ହସ୍ତର ଅଙ୍ଗୁଳି ବ୍ରହ୍ମଜାତି ହୀରା ପ୍ରାୟ ନଖମାନ ଝଳି। ସଂକୀର୍ଣ୍ଣ ମଝା ତାହାର ଡମ୍ବରକୁ ଜିଣି ଅନେକ ଯତନେ ଧାତା ନିର୍ମାଲି ନିର୍ମାଣିଲା ଆଣି। କହନ୍ତେ ଯେ ନ ସରଇ କାମର ମହିମା ଅତି ଯତ୍ନେ ଗଢ଼ିଅଛି ଯାହା ବେଦ ବ୍ରହ୍ମା। ଯୁକତେ ସୁନ୍ଦର ପୁଣି ଦିବ୍ୟ ବେଶ ହୋଇ ସୁଧର୍ମା ସଭା ମଧ୍ୟରେ ପ୍ରବେଶିଲା ଯାଇ। ପୁଷ୍ପଧନୁ କରେ ଧରି ଚଢ଼ାଇଛି ଗୁଣ ବିରହ ଯନ୍ତ୍ର ଯେ ବେନି କନ୍ଧେ ଭିଡ଼ି ତୃଣ। ପାବଚ୍ଛ ତଳେ ସେ ଯାଇ ହୋଇଲା କ ଉଭା ତାରାଗଣ ମଧ୍ୟେ ଯେହ୍ନେ ଚନ୍ଦ୍ର ପାଏ ଶୋଭା। ଆସ୍ଥାନ ଉପରେ ଯେତେ ଦେବ ଥିଲେ ବସି ନୃତ୍ୟ ରଙ୍ଗ ଦେଖି ସର୍ବେ ହେଉଛନ୍ତି ଖୁସି। ଲେଉଟି ଯେ ଚାହିଁବାକୁ କାର ଶକ୍ତି ନାହିଁ ସର୍ବେ ସ୍ତମ୍ଭୀଭୂତ ହେଲେ ଉର୍ବଶୀ କି ଚାହିଁ। ତିଳେ ସ୍ଥାନ ନାହିଁ ସର୍ବେ ହୋଇଛନ୍ତି ଉଭା ଉଠିବାକୁ ବାଟ ନାହିଁ କାହୁଁ ଯିବେ ଅବା। ପାବଚ୍ଛ ତଳେ ଯେ ଥିଲେ ଗଲେ ପେଲି ଉଠି ପଶି ନ ପାରିଲେ ଯହୁଁ ରହିଲେ ପାଲଟି। ତିନି ପ୍ରହର ଯେ ଆସି ହୋଇଲା କ ବେଳ ଆଦିତ୍ୟର ତେଜ ଲାଗି ବହେ ଦେହୁଁ ଝାଳ। ରାଜେ ବାହୁଡ଼ି ଯିବାକୁ ନବଳଇ ମତି
କେହି ଆସିବାକୁ ମନ ନ କରନ୍ତି ତଥି କାମଦେବ ଆସିବି ଯେ ନ ଜାଣନ୍ତି କେହି ଉର୍ବଶୀ ନୃତ୍ୟକୁ ସର୍ବେ ଛନ୍ତି ଦୃଷ୍ଟି ଦେଇ ତ୍ରିପିଣ୍ଡ ହୋଇଣ ଝାଳ ଯାଉଅଛି ବହି ଖରା ତେଜେ ଅନ୍ତରାଳ ହୋଇ ତାର ଦେହି ନିଜ ଅଞ୍ଚଳେ ତାହାରି ପୋଛେ ଶ୍ରମ ଝାଳ ବେଳୁ ବେଳ ସୂର୍ଯ୍ୟ ତାପେ ହେଲା ଅନ୍ତରାଳ ବେଳୁ ବେଳ ରତିପତି ଦେହେ ତାପ ପାଇ ମହାରସ ବହିଲା ସେ ଭାନୁକୁ ହିଁ ଚାହିଁ କାମଦେବ ବୋଇଲା ହେ ଜାଣିବା କେମନ୍ତେ ବସ ବୋଲି ଜଣେ କେହି ନ ବୋଇଲେ ମୋତେ ଇନ୍ଦ୍ର ଦେବତା ଅଟନ୍ତି ସ୍ୱର୍ଗର କାରିଣୀ ତିନି ପୁର ଲୋକ ପରେ ଅଟନ୍ତି ଅଗ୍ରଣୀ ସବୁ ପ୍ରାଣୀଙ୍କର ସେହି ମୂଳ ବୀଜଦାତା ଏତେ ଲାଜ ମୋତେ ଦେଲା ସେ ଇନ୍ଦ୍ର ଦେବତା ଏମାନଙ୍କର ଅବା ମୁଁ କଲି କେଉଁ ଦୋଷ ବରଣ କରି କି ପାଇଁ କଲେ ମୋତେ ରୋଷ ଏପରା ଅଟଇ ପୁଣି ଜଗତର ପିତା ଦେବତାଙ୍କ ଉପରେ ଇଷ୍ଟ ଯେ ଦେବତା ଅମର ଭୋଗ ଦିଅନ୍ତି ଯେ ଯାକୁ ତୋଷି ସେ କିମ୍ପା ବସ ନ ବୋଲେ ଏ ସଭାରେ ବସି ବ୍ରହ୍ମାଙ୍କ ସନ୍ନିଧେ ବସି ଅଛନ୍ତି ଈଶ୍ୱର ପାର୍ବତୀଙ୍କ ପତିଏ ଯେ ସ୍ୱୟଂ ନିରାକାର ଅଷ୍ଟାଙ୍ଗ ଯୋଗରେ ସଦା ଲୟ ଯାର ମତି ଇନ୍ଦ୍ର ଦେବତା ଅବଜ୍ଞା ନ କରେ ଯା ଉକ୍ତି ଯାର ଆଜ୍ଞାକାରୀ ପୁଣି ସକଳ ଦେବତା ସେ କିମ୍ପାଇଁ ପଦେ ମୋତେ ନ କହିଲେ କଥା ଏ ଆସ ବୋଲିବେ ମୋତେ ଅବା କାହିଁ ପାଇଁ ଉର୍ବଶୀ ନୃତ୍ୟରେ ସର୍ବେ ହୋଇଛନ୍ତି ବାଇ ଏହାଙ୍କ ପାରୁଷେ ଚନ୍ଦ୍ର ସୂର୍ଯ୍ୟ ଛନ୍ତି ବସି ରାତ୍ରି ଦିବା କରନ୍ତି ଏ ପୁରେ ପୁରେ ପଶି ପରମ ବ୍ରହ୍ମ ଏ ପୁଣି ଠୁଳ ଶୂନ୍ୟ ରୂପୀ ସଚରାଚର ପୃଥିବୀ ଦେହେ ଥାନ୍ତି ବ୍ୟାପୀ ଅକ୍ଷୟ ଅଜରାମର ଅଟନ୍ତି ଜଗତେ ସେ କି ପାଇଁ ବସ ବୋଲି ବୋଲିବଟି ମୋତେ ଦଶ ଦିଗ ପାଳେଛନ୍ତି ଏହାଙ୍କର ସଙ୍ଗେ ସକଳ ଦେବ କାରଣ ଥାଇ ଏହା ଅଙ୍ଗେ ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଏ ଘେନି ବିଶ୍ୱକର୍ମା ସରଜନା କରେ ଚାରିଖାନି ଏହାଙ୍କ ଭିଆଣ ତଏ ସୁଧର୍ମା ସଭା ବସ ବୋଲି ବୋଲିବେ ସେ କିମ୍ବା ମୋତେ ଅବା ଆବର ଦେବତା ମାନେ ଛନ୍ତି ବି ଯେ କରି ଏହାଙ୍କର ଗୁଣ କେତେ କହିବି ବିସ୍ତାରୀ ସ୍ୱର୍ଗମଞ୍ଚ ପାତାଳରେ ଖ୍ୟାତ ୟାଙ୍କ କଥା ଜଣ ଜଣକେ ଅଟନ୍ତି ଏହୁ ସାମରଥା ଅମର ମଣ୍ଡଳେ ଥାଇ ସବୁ ପୁଣ୍ୟ ଜରା ମୃତ୍ୟୁ ନାହିଁ ଥାଇ ଅଛନ୍ତି ଅମିୟ ଜରା ମୃତ୍ୟୁ ନାହିଁ ଖାଇ ଅଛନ୍ତି ଅମିୟ ମହାପ୍ରଳୟ ୟାଙ୍କର ନାହିଁ କିଛି ଭଏ ଅରିଷ୍ଟ ପ୍ରଳୟ ୟାଙ୍କୁ ଯୁଗେ ଯୁଗେ ନୁହେଁ ଏମାନେ ବସ ବୋଲିବେ ଅବା ମୋତେ କାହିଁ ଉର୍ବଶୀ ମୋହି ଅଛଇ ସମସ୍ତଙ୍କ ଦେହି ଯଦ୍ୟପି ଏଥୁଲେ ଉଠି ଯିବି ମୋହି ଆଜ ଜନମୁଖେ ହୋଇବ ଯେ ମୋତେ ବଡ଼ ଲାଜ ତିନି ପ୍ରହର ତ ଉଭା ହେଲି ଏଥେ ଆସି ବସ ବୋଲି ସଭା ମଧ୍ୟ କେହି ତନ ଭାସି ଏତେ ବୋଲି କାମଦେବ କୋପ ଭର ହେଲେ ଦକ୍ଷିଣ ମୁଖରେ ଚାହିଁ ବ୍ରହ୍ମାଙ୍କୁ କହିଲେ ଏ ଦେବତାମାନେ ମନେ ହେଲେ ମତ ଗର୍ବ ଉର୍ବଶୀର ରୂପ ଚାହିଁ ମୋହିତ ଏ ସର୍ବ ଯୁଗତେ ବୁଦ୍ଧି ୟାଙ୍କର କାମେ ଶ୍ରଦ୍ଧା ନାହିଁ କିମ୍ପାଇଁ ମୋହେ ପଡ଼ିଲେ ଉର୍ବଶୀ କି ଚାହିଁ ମଦନର ମିଛ ମାୟା କାମ ଲୋଭ କୋପ ଏ ପାଞ୍ଚ ଗୁଣୁ ବାହାର ଏହାଙ୍କର ରୂପ ଏ କିମ୍ପା ଆସ୍ଥାନେ ମୋତେ ନ ବୋଇଲେ ବସ ନିଶ୍ଚୟ ଜାଣିଲେ ବ୍ରହ୍ମାର ଅଟେ ବଡ଼ ଦୋଷ ଏହି ମତେ ଗୌରବ ନ କଲେ ତ ଆଜ ବୁଢ଼ା ଦିନେ ଉର୍ବଶୀ କି ଚାହିଁ ନାହିଁ ଲାଜ ଏତେ ବୋଲିଣ ଉପରୋଧ ଛାଡ଼ି ରତିପତି କରେ ପୁଷ୍ପ ଧନୁସର ଧରି ଶୀଘ୍ର ଗତି ଆକର୍ଷଣ ପଞ୍ଚବାଣ ପୁରାଇଲା ଆଣି ମନ୍ତ୍ର ପଢ଼ି ଉପରକୁ ବିନ୍ଧିଲା କଟାଣି ବିଧାତା ଅଙ୍ଗେ ଭେଦିଲା ଯାଇ ପଞ୍ଚସ୍ୱର ତତକ୍ଷଣେ ଧାତା ହେଲେ କାମ ମତ୍ତଭର ଛାଡ଼ିଲେ କଧାତା ବ୍ରହ୍ମକର୍ମ ବିଦ୍ୟା ଲଜ୍ଜା ମହାମନ୍ତ୍ର ସହିତରେ ସବୁ କଲେ ତ୍ୟଜ୍ୟା ସ୍ୱାହା ପ୍ରୋକ୍ଷଣେ ଯେ ଦଣ୍ଡ କମଣ୍ଡଳ ଛାଡ଼ି କୃଷ୍ଣାଜୀନ ଛାଲ ଧୋତି ପାତ୍ରୀ କୁଶ ବିଡ଼ି ଆସ୍ଥାନ ଉପେକ୍ଷି ତହୁଁ ଉଠି ଦେବ ବର କାମ ଭରେ ଅଙ୍ଗୁରେ ତ ଝରେ ଝର ଝର ବଳେ କୋଳେ ଉର୍ବଶୀ କି ଧଇଲେ ସେ ଯାଇ କାମ ଭରେ ଦେବପତି ଅଙ୍ଗେ ଜ୍ଞାନ ନାହିଁ ସଭା ଭାଙ୍ଗିଲା ସମସ୍ତେ ଲାଜେ ଗଲେ ଉଠି ଦେବଗଣ ରୁଦ୍ରଗଣ କଲେ ତହିଁ ପିଠି ଯେ ଯାହା ପୁରକୁ ଗଲେ କରି ଉପହାସ 24 ଜୁଣ ଉର୍ବଶୀ ବ୍ରହ୍ମା ସହବାସ ପୁତ୍ର ଏକ ତହୁଁ ଜାତ ହେଲା ମହାବଳୀ
ପୁତ୍ରକୁ ଦେଖିଣ ବ୍ରହ୍ମା ମନେ ମନେ ଭାଳି। ଜଗତରେ ପିତା ହୋଇ ସଭାରେ ୟା କଲି ଜନମୁଖେ ଏଡ଼େ ବଡ଼ ଲଜ୍ଜାକୁ ପାଇଲେ। ଈଶ୍ୱର ଦେବ ଥୋକାଏ ଦୂରରେ ଥିଲେ ରହି। ଈଶ୍ୱର ଦେବ ଥୋକାଏ ଦୂରେ ଥିଲେ ରହି। ଏକଥା ଦେଖି ହସିଲେ କରତାଳି ଦେଇ। ଈଶ୍ୱର ବୋଇଲେ ବ୍ରହ୍ମା ତୁମ୍ଭ ଭଳି ଲୋକ ଏଡ଼େ ବଡ଼ ସଭା ମଧ୍ୟ ହେଲେ ଅବିବେକ। ଦେବଗଣ ମଧ୍ୟ ତୁମ୍ଭେ ବୋଲା ଅଗ୍ରଣୀ। ଏଡ଼େ ଅକର୍ମ କଲ ତୁମ୍ଭେ କୁଶ ପାଣି। ମୋହର ଯେ ଧର୍ମ ଅଙ୍ଗ ଅଟେ ଦେବୀ ଉମା। ତାର ମଣେ ଉପହାସ କର ମୋତେ ବ୍ରହ୍ମା। ଦେବ ସଭାରେ ଉର୍ବଶୀ ସଙ୍ଗେ କଲ ପ୍ରୀତି। ଏଡ଼େ ଅଲାଜୁକ ତୁମ୍ଭେ ହେଲ ବେଦପତି। ଏତେକ କହି ହସିଲେ ଟହ ଟହ ହୋଇ। ଅତି ଉଚ୍ଚରେ ଯେ ପୁଣି କରତାଳି ଦେଇ। ଅଦୃଷ୍ଟ ଅଶ୍ରୁତ ଏ ଯେ ଅସମ୍ଭବ କଥା। ଏଡ଼େ ଲୋକ ହୋଇ ଧର୍ମ ଲଙ୍ଘ ଚଉମଥା। ଲଜ୍ଜା ଥିଲା ପ୍ରାଣୀକି ଯେ ବାଧେ ଉପହାସ। ଲଜ୍ଜା ଛାଡ଼ିଲେ ପ୍ରାଣୀର ଧର୍ମ ଯାଏ ନାଶ। ଧର୍ମ ନାଶ ଗଲେ ପ୍ରାଣୀ ଦରିଦ୍ର ହୁଅନ୍ତି। ଦରିଦ୍ର ହେଲେ ପୁରାଣ ଧର୍ମ ନ ଶୁଣନ୍ତି। ଆପେ ହେଲେ ପାପାଚାରୀ ନୁହିଁ ପୁଣ୍ୟ ସଙ୍ଗ। ପୁଣ ପୁଣ ନରକେ ଯାଇ ପଡ଼େ ତାର ଅଙ୍ଗ। ସକଳ ଦେବଙ୍କ ପରେ ଇନ୍ଦ୍ର ମହାରାଜା। ଉପହାସ କଲେ ତୋର ଛାଡ଼ି ପାଦ ପୂଜା। ବିଧାତା ବୋଇଲେ ଆମ୍ଭେ କଲୁ ପାପ କର୍ମ। ଏବେ ଦଶଭାରେ କଲୁ ଏଡ଼େ ଅଧର୍ମ। ଜାତି କୁଳ ମହତ ହିଁ ବିଦ୍ୟାବନ୍ତ ଗୁଣ। ଏହାନ୍ତ ନାସି ଛାଡ଼ିଲି ଏଡ଼େ ବଡ଼ ପଣ। ଏକ କାମ ଦେବ ସିନା କଲା ଏଡ଼େ କଥା। ଯୁଗେ ଯୁଗେ ରହିଲା ସେ ନୋହିଲା ଅନ୍ୟଥା। ଆମ୍ଭ ବଡ଼ ପଣ ଗୋଟା ହରାଇଲୁ ଆମ୍ଭେ। ଆମ୍ଭଙ୍କୁ ବାଛିଲ ଗୌରବ ଲୋକ ତୁମ୍ଭେ। ଏଡ଼େ ମହିମା ମୋ ଭାଙ୍ଗି ଦେଲା କାମ ଦେବ। କି ଦୋଷେ ଦେଲା ଆମ୍ଭଙ୍କୁ ଏଡ଼େ ପରାଭବ। ଏହା କହି ପିତାମହ ଗଲେ ପାଇ ତାପ। ବୋଇଲେ ରେ କାମ ଦେବ ଘେନ ମୋର ସାପ। ଅକାରଣୀ ଆମ୍ଭଙ୍କୁ ରେ କଲୁ ଗରୁ କୋହ। ସହସ୍ର ଯୁଗ ପର୍ଯ୍ୟନ୍ତ ଅସୁର ତୁ ହୁଅ। ପୁଷ୍ପଧନୁ ତୃଣ ତୋର 5 ଗୋଟି ବାଣ। ଏହା ଘେନି ଆମ୍ଭଙ୍କୁ ତୁ ଦେଲୁ ଏକ ଶଣ। ବିମାନ କେତନ ପଞ୍ଚଶର ଆଦି କରି। ସମସ୍ତ ଘେନି ଜନମ ତୁ ଅସୁର ପୁରୀ। ଏସନକ ସାପ ଯହୁଁ ଦେଲେ ବେଦପତି। ସେହି ସାପକୁ ଜାଣିଲେ ଧ୍ୟାନେ ଦେବୀ ରତି। କେଶବାସ ଅସମ୍ଭାଳେ ବାହାର ସେ ହୋଇ। ପିତାମହର ଛାମୁରେ ପ୍ରବେଶିଲେ ଯାଇ। ନିରନ୍ତର ନୟନରୁ ଗଳେ ଅଶ୍ରୁଜଳ। ପ୍ରଣମିତ ହେଲେ ପିତାମହ ପାଦ ତଳ। ଶୋକ ଭରେ କାନ୍ଦି ରତି କରୁଛନ୍ତି ସ୍ତୁତି। ନମସ୍ତେ ତୁ ପିତାମହ ଆଦ୍ୟ ଯୁଗପତି। ଅଲେଖ ଅଗାଧ ଧୋତି ଅଶ୍ରୁତି ଯା ଅଙ୍ଗ। ଜୟ ସୃଷ୍ଟି କରତା ତୁ ପରମାତ୍ମା ରଙ୍ଗ। ଦେବଙ୍କ ଉପରେ ତୁହି ଦେବ ଶିରୋମଣି। ଜୟ ତୁ ଦେବ ସଂସାର ଜନର କାରିଣୀ। ସକଳ ଦେବ ପୁରାଣେ ଶ୍ରୁତ ଯାର ଶ୍ରୁତି। ଜୟ ଜୟ ଦେବନାଥ ଆଦି ଯୁଗପତି। ଅଷ୍ଟାଙ୍ଗ ଯୋଗର ମୂଳେ 84 ଜ୍ଞାନ। ଆଦି ଅନ୍ତ ପୁରୁଷ ତୁ ପରମ ବ୍ରହ୍ମେ ଲୀନ। 17 ରଜତମ 3 ଗୁଣେ ନାହୁଁ ମିଶି। ପଞ୍ଚଭୂତ ଆତ୍ମା ତୁହି ଅଟୁ ଶୂନ୍ୟବାସୀ। ଋକ ଯଦୁ ଅଥର୍ବ ଯେ ସାମ ବେଦ ଚାରି। ଏହାଙ୍କୁ ଘେନିଣ ତୁହି ନେଲୁ ବେଦଧାରୀ। ଏହାଙ୍କୁ ଘେନିଣ ତୁହି ହେଲୁ ବେଦଧାରୀ। ଜନମ ମରଣ ବାଧା ନ ଲାଗେ ତୋ ଅଙ୍ଗେ। ପ୍ରାତଃକାଳେ ନଥାଇ ଯେ କେହି କାହା ସଙ୍ଗେ। ତୋହର ମହିମା ଦେବ ତୁହି ଯେ ଜାଣନ୍ତା। ତୁହି ସିନା ଅଟୁ ଦେବ ସର୍ବଲୋକ ପିତା। ବେଦର ତୁ ଶାଖା ଅଟୁ ଦେବ ତୋର ଆତ୍ମା। ସଂସାର ଭିତରେ ତୋତେ ନାହିଁ ନା ଉପମା। ଜୟ ତୁହି ସୃଷ୍ଟିକର୍ତ୍ତା ଅନାଦି ମହାତ୍ମା। ସୃଷ୍ଟିର ମହିମା ତୁହି ଜାଣୁ ବିପ୍ରୋତ୍ତମା। ଶପଥ ଦୀପା ପୃଥିବୀ ଅଛୁ ତୁହି ବ୍ୟାପୀ। ତୋର ସଞ୍ଚିଲା ଜଗତ ଗୋଟା ଅଛୁ ଥାପି। ବେଦଶାସ୍ତ୍ର ଆଦି କରି ସର୍ବଧର୍ମ ସାଧି। ତ୍ରୈଲୋକ୍ୟ ମଧ୍ୟରେ ଦେବ ନାଗ ମନୁଷ୍ୟାଦି। ତୋର ମନ୍ତ୍ରରେ ପାଷାଣ ଜୀବ ହୋଇ ପାରି। ତଣୁ ସକଳ ଦେବତା ସିନା ଦେହଧାରୀ। ତେଣୁ ସକଳ ଦେବତା ସିନା ଦେହଧାରୀ। ପୃଥି ଆପ ତେଜ ବାୟୁ ଆକାଶ ସଞ୍ଚିଲୁ। ମନ୍ତ୍ରଯନ୍ତ୍ର ତନ୍ତ୍ର ବିଦ୍ୟା ହୃଦୁ ଜାତ କଲୁ। ଅଜପା ଅଣୁ ଅକ୍ଷର ତୁତ ଅଷ୍ଟନିଧି। ତୁହି ଅଟୁ ସମସ୍ତଙ୍କ ପୂଜା ମନ୍ତ୍ର ବିଧି। ଭୋତାତ ତୋହର ଯେଉଁ ମନ୍ତ୍ରେ ପୂଜା ହୋଇ। ସେହି ମନ୍ତ୍ର ନ ଜାଣନ୍ତି ଦିଗପାଳ କେହି। ତେଣୁ କରି ତୁମ୍ଭଙ୍କୁ ଯେ କେହି ନ ପୂଜନ୍ତି। ଅପୂଜା ବ୍ରହ୍ମା ତୁମ୍ଭଙ୍କୁ ଜଗତେ ବୋଲନ୍ତି। କାହୁଁ ସେ ପୂଜିବେ ତୁମ୍ଭେ ନୁହଁ ଦେହଧାରୀ। ତୁମ୍ଭେ ସକଳ ଜୀବର ଅଟ ଅଧିକାରୀ।
କଳ୍ପନାରୁ ସଂସାର କର ଉତ୍ପତ୍ତି, ତୁମ୍ଭର ସଞ୍ଚିତ ଦେବେ ହୋଇଛନ୍ତି ସ୍ଥିତି। ଅଜ୍ଞାନୀ ଜନ ତୁମ୍ଭଙ୍କୁ ନ ଜାଣନ୍ତି କେବେ, ଅପୂଜା ବ୍ରହ୍ମା ବୋଲିଣ ବୋଲନ୍ତି ଏ ଭବେ। କେ ତୁମ୍ଭଙ୍କୁ କିସ ଘେନି ପୂଜିବ ବା କାହିଁ, ସୃଷ୍ଟି ପୂଜା ଭିଆଇଲ ତୁମ୍ଭ ପୂଜା ନାହିଁ। ଚାରିଖାନି 84 ଜୀବ କଲ ଜନ୍ମ, ତୁମ୍ଭଙ୍କୁ ପୂଜିବାକୁ କେ ନୋହିଲେ ଭାଜନ। ଅପାର ମହିମା କେହୁ ପାରେ ଅନ୍ତ କରି, ତୁମ୍ଭେ ଏ ସକଳ ଘଟେ ଅଛ ସିନା ପୁରୀ। ଅଦେହ ଅଣାକାର ତୁ ଅବର୍ଣ୍ଣତ ମୂର୍ତ୍ତି, ତୁମ୍ଭେ ସଞ୍ଚିଲ ତୁମ୍ଭଙ୍କୁ କେହି ନ ଜାଣନ୍ତି। ତୁମ୍ଭର ମହିମା କହିବାକୁ ଶକ୍ୟ ନାହିଁ, ମୁଁ କିସ କହିବି ଅବା ସ୍ଥିରୀ ଦେହ ବହି। ମାୟା ମୋହ ସଂସାର ଏ ଅନିତ୍ୟ ସର୍ବଥା, ଏହା ମନେ ବିଚାରି ମୁଁ ପାଉଅଛି ବ୍ୟଥା। ଦିବ୍ୟ ହେତୁ ପାଶୋରିଲେ କର୍ମ ଜଡ଼ ଲାଗି, ପୂର୍ବ ହେତୁ ଆଉ ମୁହିଁ ନ ପାରିଲି ଜାଗି। ଅପାର ଭୟ ଭୋସ୍ୱାମୀ ଲାଗିଲାକ ମୋତେ, ମୁକ୍ତି ମାର୍ଗକୁ ମୋତେ ଦେବ ଦେବନାଥେ। ତୁମ୍ଭ ପଦ୍ମପାଦେ ପ୍ରଭୁ କହୁଛି ପ୍ରଣମୀ, ନମ ଭୂମି ପ୍ରାପତ ନ କରି ଭୋ ସ୍ୱାମୀ। ନମ ଭୂମି ପ୍ରାପତ ନ କରି ଭୋ ସ୍ୱାମୀ। ଅଚ୍ୟୁତ ଦାସ ଭକତି କରେ ଚତୁର୍ମୁଖୀ, ଏ ଭବ ସାଗର ସ୍ୱାମୀ ପାରି କର ମୋତେ। ଏସନକ ସ୍ତୁତି ଯହୁଁ କଲେ ଦେବୀ ରତି, ପ୍ରସନ୍ନେ ତାହାକୁ ଆଜ୍ଞା ଦେଲେ ବେଦପତି। ବର ମାଗ ମାଗୋ ଦେବୀ ଯେ ତୋହର ଇଚ୍ଛା, ସତ୍ୟ କଲି ପୁରାଇବି ତୋର ମନୋବାଞ୍ଛା। ସୁଲକ୍ଷଣୀ ପୁତ୍ରବତୀ ହୁଅ ପତି ଭକ୍ତା, ସୌଭାଗ୍ୟବତୀ ହୋଇ ଥାଅ ତୁ ସର୍ବଥା। ପ୍ରସନ୍ନ ହୋଇ ତୋତେ ଗୋ ହେଲୁ ଅବଧାନ, ଯାହା ଇଚ୍ଛା ତାହା ମାଗ ଯେମନ୍ତ ବିଧାନ। ଏହା ଶୁଣି ରତି ଦେବୀ ସନ୍ତୋଷ ହୋଇଲେ, ଭୋ ପିତା ଏ ଚାରି କଥା କହିଲ ବୋଇଲେ। ପତିବ୍ରତା ହୁଅ ବୋଲି ମୋତେ ଆଜ୍ଞା ଦେଲ, କେମନ୍ତେ ଦେବ ମୋହର ପତି ନାଶ କଲ। କନ୍ଦର୍ପ ବିନୁ ଆନେ ନବଳେ ମୋର ମତି, କେମନ୍ତେ ପତିବ୍ରତା ମୁଁ ହେବି ମହାସତୀ। ଏଡ଼େ ବଡ଼ ବର ମୋର ହେଲା ଅକାରଣ, ତୁମ୍ଭଙ୍କୁ କି ବୋଲିବି ମୋ ପୂର୍ବର କଷଣ। ତୁମ୍ଭର ପରା ପିତା ମୁଁ ପାଇଲଇଁ ଅବା, ଜାତକର ଲକ୍ଷଣରେ ହୋଇଲି ବିଧବା। ବ୍ରହ୍ମା ପରି ପିତା ଯାର, ସାବିତ୍ରୀ ଯା ମାତା, କୁଳ କଳଙ୍କିନୀ ହେଲି କିପରି ବି ପିତା। ନିଶ୍ଚେ ଯେବେ ଅନୁଗ୍ରହ କଲ ବେଦବର, କାମକୁ ଦେଇ କରିବା ମୋତେ ପ୍ରତିକାର। ବ୍ରହ୍ମା ବୋଇଲେ ଗୋ ଆମ୍ଭେ ଦେଲୁ ତାକୁ ଶାପ, କେବେ ଅନ୍ୟଥା ନୋହିବ ନ କର ବିଳାପ। ଯାବତ ଚନ୍ଦ୍ର ସୂର୍ଯ୍ୟ ଗୋ ପଶ୍ଚିମେ ଉଦୟେ, ସମୁଦ୍ର ଯେ ଶୁଖି ଯାଇ ହେବ ଅଗ୍ନିମୟେ। ସ୍ୱର୍ଗ ପାତାଳ ଯେବେ ଗୋ ହେବ ଏକ ସ୍ଥାନ, ତଥାପି ଆନ ନୋହିବ ମୋହର ବଚନ। ଏହା ଶୁଣି ରତି ଦେବୀ ହୋଇଲେ ବିନୟୀ, ଭୋ ପିତା ଅସାର ହେଲି ଦୁହିତା ମୁଁ ହୋଇ। ଲୋକେ ଅପଖ୍ୟାତି ଜନ ମୁଖରେ ଦୂଷଣ, ଆହେ ବେଦବର ଲାଜ ପାଇବ ଆପଣ। ନିର୍ମଳ ଯେ ନିର୍ବିକଳ୍ପ ଅଟେ ଯାର ଅଙ୍ଗ, ସର୍ବଭୂତ ଆତ୍ମା ତୁ ଯେ ପରମ ତୋ ସଙ୍ଗ। ତୁମ୍ଭେ କୋପ କଲେ ଆନ କେ ପାରଇ ରଖି, ବିହନ୍ତା ପୁରୁଷ ତୁମ୍ଭେ ଯମ ଧର୍ମ ସାକ୍ଷୀ। ତୁମ୍ଭ କଲା କର୍ମ ଆନ କେ କରି ପାରିବ, ଜୀବ ଆତ୍ମା ଜ୍ୟୋତି ପରମାତ୍ମା ସଙ୍ଗେ ଭାବ। ଅନେକ ବିନୟେ ଯହୁଁ କହିଲେ କରତି, ସାନନ୍ଦେ ପ୍ରସନ୍ନ ହେଲେ ଶୁଣି ବେଦପତି। କାମଦେବ ଶରୀରକୁ ବେନି ଭାଗ କଲେ, ଅଙ୍ଗୁଜାତ କରି ନାମ ଅନଙ୍ଗ ଯେ ଦେଲେ। ଏକ ଦେହ ଧାତିକାରେ କଲେ ବେନି କାୟା, ମୃତ ସଞ୍ଜୀବନୀ ମନ୍ତ୍ରେ ଜିଆଇଲେ ତାହା। ଅନା ଅଙ୍ଗ ରତି ଆଣି ଅନ୍ୟ ଅଙ୍ଗ ରତି ଆଣି ରତି ଆଗେ ଦେଲେ। ହାଁ ଦେଖି ତାକୁ ରତି ଦେବୀ ଆନନ୍ଦ ହୋଇଲେ, ଅଙ୍ଗର ଭିତରୁ ଯହୁଁ କାଢ଼ିଲେ ଅନଙ୍ଗ। ଅନଙ୍ଗ ତା ନାମ ଦେଲେ ନଥିବାରୁ ଅଙ୍ଗ, ତେଣୁ ସେ ଅନଙ୍ଗ ନାମ ଜଗତେ ବିଖ୍ୟାତ। ଅନଙ୍ଗ ନିର୍ମାଣ ଯହୁଁ କଲେ ଉଚ୍ଚ ମାଥ, ଦୋଷ ଅନୁରୂପେ ସେ ଯେ ଶାପ ପାଇଥିଲେ। ଦୁହିତା ବିକଳ ଦେଖି ପ୍ରସନ୍ନ ହୋଇଲେ, ବେନି କୂଳକୁ ସଙ୍କଟ ଗୋଟା ପଡ଼ିଥିଲା। ଏକ ଅଙ୍ଗୁ ବେନି ରୂପ ପୁନରପି ହେଲା, ଆବର ଗଢ଼ିଲେ ଅର୍ଦ୍ଧ ଅଙ୍ଗ ବେଦବର। ସାପ ଅନୁକ୍ରମେ ତାକୁ କଲେ କ ଅସୁର, ପ୍ରଥମେ ଯେ କାମରୂପ ଦଗ୍ଧ ହୋଇଥିଲା। ଦ୍ୱିତୀୟ ଜନମେ କାଳ ନେମି ସେ ହୋଇଲା, ଏକ କରେ ଧନୁ ଏକ କରେ ପଞ୍ଚଶର। ଏବେ କଂସାସୁର ନାମେ ହୋଇଲେ ଅସୁର, ଏବେ କଂସାସୁର ନାମେ ହୋଇଲା ଅସୁର। କାମର ପୁଷ୍ପଧନୁ ସେ ବାମେଣ ବହିଲା, ବସନ୍ତ ନାମେ ଯେ ତାର ସଖା ହୋଇଥିଲା। ପୂର୍ବେ କାମଦେବର ଯେ ଥିଲେ ପଞ୍ଚଶର, କାମଦେବର ଶରୀରୁ ହୋଇଲେ ବାହାର। କାମଦେବର ଶରୀରୁ ହେଲେ ଅବତାର, ଧାତାର ସାପେ ଏମାନେ ହୋଇଲେ ଅସୁର।
ତୃଣାବର୍ତ୍ତ ବୀର ନାମ ହୋଇଲା ତାଙ୍କର। ପୂର୍ବେ ସେ କାମଦେବର ଥିଲା ଯେଉଁ ରଥ, ଶକଟାସୁର ରୂପେ ସେ ହୋଇଲା ସମ୍ଭୂତ। ସେହି ରଥରେ ଥିଲେ ଯେଉଁ ଅଶ୍ୱଚାରୀ, ସେମାନେ ଅସୁର ଦେହ ଧରି ଅବତରି। ଚାଣୁର ମୁଷ୍ଟିକ ବ୍ୟୋମା ବତ୍ସାଚାରୀ ନାମ, ମହାବଳୀ ଅସୁର ଏ ପ୍ରତ୍ୟକ୍ଷରେ ଯମ। ତେଣୁ ସେ ଅସୁର ଯୋଧି ମହାତେଜମୟ, କୋଟି କୋଟି ଇନ୍ଦ୍ରଙ୍କୁ ସେ ନ କରନ୍ତି ଭୟ। ଏ ଯେ ସେହି କାମଦେବ ଅଂଶୀ କଂସବୀର, ଏ ଯେ ସେହି କାମଦେବ ଅଂଶୀ କଂସବୀର। ପୂର୍ବେ ଥିଲା କାଳନେମି ନାମରେ ଅସୁର, ସବୁଦିନେ କାଳନେମି ଏହାଙ୍କର ସଖା। ଅଭେଦ ସଖା ଅଟନ୍ତି ଏହି ରଣରଙ୍କା, ରଥି ଯେ ସାରଥି ଧନୁ ସଖା ପଞ୍ଚବାଣ। କାମଦେବର ଶରୀରୁ ଏମାନେ ନିର୍ମାଣ, ଶକଟା ଯେ ତୃଣବତ୍ସା ବକାସୁର ମେଳେ। ଅଘାଧେନୁକା ଯେ ବ୍ୟୋମକେଶୀ ଦୈତ୍ୟ ମୂଳେ। ଏ ଯେ ଅଷ୍ଟମଲ୍ଲ ଜାଣ ଅଟନ୍ତି ଯୁକତେ, ଚାଣୁର ମୁଷ୍ଟିକ ଆଦି ପୂତନା ସହିତେ। କୁବଳୟା ଗଜ ଆଦି ଆବର ଯେ ମଲ୍ଲ, ଧାତାର ଚାପେ ହୋଇଲା ଏ ଅସୁର ପଲ। ଶୁକମୁନି କହନ୍ତି ଯେ ପରୀକ୍ଷ ଅଗ୍ରତେ, ଅସୁରଙ୍କ ପୂର୍ବଜନ୍ମ କହିଲି ମୁଁ ତୋତେ। ଜୟ ଜୟ ଜଗନ୍ନାଥ ଜଗତ କରତା, ଚତୁର୍ଦ୍ଧା ମୂରତି ତୁଜେ ଚଉବର୍ଗ ଦାତା। ନୀଳଗିରି ଜଗନ୍ନାଥ ଚରଣେ ଶରଣ, କବି ଅଚ୍ୟୁତର ଭବ ଭୟ ନିବାରଣ। ହରି ବୋଲ।